ओम श्री साई सुंदर रूपाय नमः। भगवान श्री सत्य साई बाबांकर करुणा घन मूर्ति अत्यंत रमणीय, दिव्य शोभामंडित। तांकर केशगुच्छर बलय तांको अनन्य दैवत्वर संकेत। तांकर चक्षु जुगलरु झरे अपूर्व दया ओ अनुकंपा। सेथिरे आत्मानंदर ज्योति मध्य खेलुथाए। तांकर मुखमंडलर दीप्ति ओ सौंदर्य अनुपम। तांकर सुमधुर कंठस्वर ଓ ଅଯାଚିତ କରୁଣା ସମସ୍ତଙ୍କୁ ଆପଣାର କରିନିଏ। ଯେଉଁମାନେ ଭାଗବତକୁ ଗଭୀର ଭାବରେ ଅଧ୍ୟୟନ କରିଛନ୍ତି ସେମାନେ ବାବାଙ୍କ ଠାରେ କୃଷ୍ଣଙ୍କୁ ଦେଖନ୍ତି। ବ୍ୟାସଦେବ ଭାଗବତରେ ଯେଉଁ ଶ୍ୟାମ ସୁନ୍ଦରଙ୍କର ବର୍ଣ୍ଣନା କରିଛନ୍ତି ଓ ଯାହାଙ୍କୁ ବହୁମୁନି ଋଷି ଦର୍ଶନ କରିବାକୁ ସମର୍ଥ ହୋଇଥିଲେ, ଆଜି ସେହି ଶ୍ୟାମ ସୁନ୍ଦର ବାବାଙ୍କ ରୂପରେ ଆବିର୍ଭୂତ। ଏ କଥା ଏବେ ବହୁ ବ୍ୟକ୍ତି ମଧ୍ୟ ଉପଲବ୍ଧି କରିପାରିଛନ୍ତି। ବାବା କେତେ ଲୋକଙ୍କୁ ପାଣ୍ଡୁରଙ୍ଗା, ଶ୍ରୀନିବାସ, କୃଷ୍ଣ, ରାମ ରୂପରେ ଦର୍ଶନ ଦେଇଛନ୍ତି। ତେଣୁ ତାଙ୍କର ମହିମା ମନ ବଚନର ଅତୀତ। ବାବାଙ୍କ ଦେହ ଓ ମସ୍ତକ ଚାରିପାଖରେ ଘେରି ରହିଥିବା ଦିବ୍ୟ ଜ୍ୟୋତିକୁ ବେଳେବେଳେ କ୍ୟାମେରା ଧରି ନେଇପାରିଛି। ବାବାଙ୍କ ସମ୍ମୁଖରେ ବସିଥିଲା ବେଳେ ଆମେ ଘଣ୍ଟା ଘଣ୍ଟା ଧରି ସେ ଅପରୂପ ସୌନ୍ଦର୍ଯ୍ୟର ସୁଧାପାନ କରିଥାଉ। ମାତ୍ର ବାବା ଚାଲିଯିବାର ଅଳ୍ପ କିଛି ସମୟ ପରେ ଯଦି ସେ ରୂପ ମାଧୁରୀ ଆସ୍ୱାଦନ କରିବା ପାଇଁ ପୁଣି ଥରେ ସାମାନ୍ୟ ସୁଯୋଗ ମିଳେ, ତେବେ ପୁଣି ସେଠାକୁ ଦୌଡ଼ି ଯାଉ। ତାହା ହିଁ ଦିବ୍ୟ ସୌନ୍ଦର୍ଯ୍ୟର ଚିହ୍ନ। ଏଥିରେ କେବେ ହେଲେ ତୃପ୍ତି ଆସେ ନା। ମଣିଷ ଭିତରେ ଥିବା ଦିବ୍ୟ ସତ୍ତା ଏହି ଦିବ୍ୟ ସତ୍ତାର ଦର୍ଶନ ନିମନ୍ତେ ପାଗଳ ହୋଇ ଉଠେ। ଜୟ ସାଇରାମ।